ଝିଅର ସ୍କୁଲ ଆସି ପହଞ୍ଚିଗଲୁ। ଝିଅ ତାର ଖେଳୁଛି, ତାର ଆଡ଼ମିସନ୍ ହେଇଗଲା ସ୍କୁଲରେ। ତ ଏବେ ଝିଅ ଟିକେ ଖେଳିଦେବ, ଫାଷ୍ଟ ଦିନ ଆସିଛ ତ ସାଙ୍ଗମାନଙ୍କ ସହିତ ଟିକେ ଖେଳି ଦେଉଛି, ତାକୁ ଖୁସି ଲାଗୁଛି। ତ ଟିକେ ଖେଳାଖେଳି କରିକି ଆସିଲା ସ୍କୁଲରେ ଅଳ୍ପ ସମୟ ରହିକିରି ଫାଷ୍ଟ ଦିନ। ତାପରେ ଘରକୁ ଆସିଲା ବେଳକୁ କେତେ ସାରା ମାଛ ଆଣିଥିଲେ, ସବୁ ଅଲଗା ଅଲଗା ପ୍ରକାରର ମାଛ ସବୁ। ଗୋଟେ ଚୁଙ୍ଗୁଡ଼ି ମାଛ, ଗୋଟେ ଜଗର ମାଛ, ଆଉ ଗୋଟେ କଉ ମାଛ, କ'ଣ ଭେରାଇଟିର ମାଛ ଆଣିଥିଲେ। ତାକୁ ବାଛି ବୁଛିକିରି ସବୁ ରଖିଥିଲି ଏପଟେ ଭଜାଭଜି କରିବା ପାଇଁ। ତ ସଜାଡ଼ି ସଜାଡ଼ି ସବୁ ରଖିଥିଲି। ତାପରେ ସେପଟେ ଗଲି ଭଜା କରିବା ପାଇଁ ମାଛ। ଦେଖନ୍ତୁ ମାଛ ଜଗର ମାଛ ଭାଜି ସାରିଲି, ଏବେ ଚୁଙ୍ଗୁଡ଼ି ମାଛ ଭାଜୁଛି, ତା କଉ ମାଛ ଭାଜିଲି। ତାପରେ ଟିକେ ଭଜା ଭାଜିଦେଲି। ଝିଅ ମୋର କେତେ ହଇରାଣ କରୁଛି ଦେଖନ୍ତୁ, ସବୁ ନେଇଯାଉଛି, ଲୁଣ ହଳଦୀ ସବୁ ନେଇଯାଉଛି। ତାକୁ କହୁଛି ଯେତେ ଆଣେ, ଟିକେ ଆଣୁଛି ପୁଣି ଦେଇକି ନେଇଯାଉଛି। ସେଇ ହିସାବରେ ରୋଷେଇବାସ ସରି କମ୍ପ୍ଲିଟ୍ ହେଇଗଲା। ଦେଖନ୍ତୁ ସବୁ କେତେ ଭେରାଇଟିର ଆଜି ରୋଷେଇ ହେଇଛି। ମାଛ ତରକାରୀ, ଆଉ କଉ ମାଛ ତରକାରୀ, ଜଗର ମାଛ ତରକାରୀ, ଚୁଙ୍ଗୁଡ଼ି ଭଜା, ଛୁଇଁ ଆଳୁ ତରକାରୀ ସବୁ ହେଇଛି। ତ ଇଏ ହେଉଛି ନେକ୍ସଟ ଦିନର ଭିଡ଼ିଓ। ସକାଳୁ ଆଜି ସଂକ୍ରାନ୍ତି ଥିଲା, ପଣା ସଂକ୍ରାନ୍ତି। ସମସ୍ତଙ୍କୁ ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା। ସକାଳୁ ସବୁ କାମ ସାରିକିରି ପିଠା ହେଇଥିଲା, ଚକୁଳି ପିଠା ଖାଇଲୁ। ଏପଟେ ଦେଖନ୍ତୁ ଆମ ଚଉରା ପୂଜା ହେଉଛି, ନନା ଆସି ପୂଜା କଲେ। ତ ହନୁମାନ ମନ୍ଦିରରେ ଆମର ହେଇଥିଲା ଦହି ପଣା, ସେଠି ପିଆପିଇ କରିକି ଆସିଲୁ। ଏପଟେ ଭାତ, ଡାଲମା, ଭଜା ହେଇଥିଲା, ଖାଇକି ଶୋଇପଡ଼ିଲୁ।